ଏବଂ ତାକୁ ପ୍ରତିଟି ମୁହୂର୍ତ୍ତରେ ବିପଦରୁ ରକ୍ଷା କରି ସୁଖ ଶାନ୍ତି ଆନନ୍ଦର ଜୀବନରେ ଭରି ଦିଅନ୍ତି। ଯଦି ଆମ ମନରେ ପ୍ରଶ୍ନ ଆସେ ଯେ ଆମେମାନେ ଏତେ ଯଜ୍ଞାନୁଷ୍ଠାନ ଏତେ ହରିନାମ କୀର୍ତ୍ତନ ପ୍ରାର୍ଥନା ଉପାସନା ଆରାଧନା କ'ଣ ପାଇଁ କରିବା? ଆମେ ଯାହା ଯେକୌଣସି କାମ କରୁଥାଇ ପ୍ରତ୍ୟେକ କାମ ପୂର୍ବରୁ କିଛି ନା କିଛି କାରଣ କରୁ। ଆମର ଏଥିରେ କି ସ୍ୱାର୍ଥତା ଆମେ ଭଗବାନ ଭାବିଥାଉ। ତେବେ ଆମେ ଯଦି ପ୍ରଭୁଙ୍କ କଥା ଶ୍ରବଣ କରୁ, ଆମର ଏହି ସ୍ୱାର୍ଥ ହିଁ ପୂରଣ ହୁଏ। ତାହା ହେଉଛି ଆମେମାନେ ଜୀବନରେ ସୁଖ ଶାନ୍ତି ଆନନ୍ଦ ପାଉ। ଦେଖନ୍ତୁ, ଯଦି ଆମର ପରିଚୟକୁ ଆମେ ନିଜେ ଖୋଜିବା ଆମେ କିଏ ବୋଲି, ତାହେଲେ ଆମେ କ'ଣ ଏଇ ଶରୀର? এই শরীর ভিতরে সূক্ষ্মরে রয়েছে আমার প্রতি মন, তার ভিতরে রয়েছে চিত্ত, তার ভিতরে রয়েছে বুদ্ধি, তার ভিতরে রয়েছে সংস্কার এবং শেষে রয়েছে ভগবত অংশ সচিদানন্দ স্বরূপ জীবাত্মা বা ব্রহ্ম। এই শরীর খাদ্য খাই শক্তি পায়। আমার মন বিভিন্ন প্রকার সঙ্গীত শুনে নৃত্য মাধ্যমে মন খুশি ହୁଏ। কিন্তু ତା ଭିତରେ ଯେଉଁ ଭଗବାନଙ୍କର ଅଂଶ ଯେଉଁ ଆତ୍ମା ରହିଛନ୍ତି ସେ କେଉଁଥିରେ ଖୁସି ହେବେ? ତାଙ୍କୁ କ'ଣ ଆମେ କୌଣସି ଖାଦ୍ୟ କେତେବେଳେ ଯୋଗାଉଛେ? ତାହେଲେ ଆମର ତ ଜାଣିବା ଦରକାର ଘଟ ଘଟ ମେ ନାରାୟଣ, ସବୁରି ଭିତରେ ଭଗବାନ ଅଛନ୍ତି, ଭଗବାନଙ୍କର ଅଂଶ ରହିଛନ୍ତି। ତାହେଲେ ତାଙ୍କୁ କିପରି ଆମେ ଆନନ୍ଦ ଦେବା, ସନ୍ତୁଷ୍ଟ କରିବା, ତୃପ୍ତି କରାଇବା? ତାହା ହେଉଛି ଏକମାତ୍ର ଉପାୟ ଯେ ଆତ୍ମାର ପରମାତ୍ମାଙ୍କ ସହିତ ଯୁକ୍ତ ହେବାର ଯେଉଁ ଭାବ, ତାହା କେବଳ ସମ୍ଭବ ହୁଏ ଏହିଭଳି ସତ୍ସଙ୍ଗରେ କିଛି ନା କିଛି ରୋଗରେ ଆକ୍ରାନ୍ତ। ସୁସ୍ଥତା କହିଲେ ଆମେ ସାଧାରଣତଃ ବୁଝୁ ଆମର ଶାରୀରିକ ସୁସ୍ଥତା, ଆମର ମାନସିକ ସୁସ୍ଥତା, ଆମର ସାମାଜିକ ସୁସ୍ଥତା ଏବଂ ଆଧ୍ୟାତ୍ମିକ ସୁସ୍ଥତା। ଶରୀର ସୁସ୍ଥ ଅଛି ଅର୍ଥାତ୍ ଆମ ଶରୀରରେ କୌଣସି ରୋଗ ନାହିଁ, କୌଣସି ବିକଳାଙ୍ଗତ୍ୱ ନାହିଁ। ମନ ସୁସ୍ଥ ଅଛି ଅର୍ଥାତ୍ ଆମ ମାନସିକ ବିକାରଗ୍ରସ୍ତ ଆମେ ନାହୁଁ। ଦୁଃଖରେ ଦୁଃଖୀ ହେଉଛୁ, ସୁଖରେ ଖୁସି ହେଉଛୁ, ଆନନ୍ଦରେ ଆନନ୍ଦିତ ହେଉଛୁ। ସାମାଜିକ ଶକ୍ତିରେ ଆମେ ଏହା ବୁଝୁ ଯେ ଆମେ ସାମାଜିକ ପ୍ରାଣୀ। ଏ ସମାଜ ଭିତରେ ଆମର ମଣିଷ ଜୀବନ ରହିଛି ଆମର ବ୍ୟକ୍ତି ଜୀବନ, ଦାମ୍ପତ୍ୟ ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନ, ରାଷ୍ଟ୍ରୀୟ ଜୀବନ। ଏ ପ୍ରତିଟି ଜୀବନରେ ଆମେ ଉପଯୁକ୍ତ ଭାବରେ ସକାରାତ୍ମକ ଭଙ୍ଗୀରେ ଆମେ ଆମର ବ୍ୟବହାର ପ୍ରଦର୍ଶନ କରୁଛେ। ପ୍ରତ୍ୟେକଟି ଜୀବନ ଭିତରେ